ଆପଣଙ୍କର ବିବାହ ହୋଇପାରୁନାହିଁ କି କିମ୍ବା ବାରମ୍ବାର ବିବାହ ପ୍ରସ୍ତାବ ଆସି ଭାଙ୍ଗି ଯାଉଛି କି? ଆ ଉପରେ ମୁଁ ପୂର୍ବରୁ ଏକ ଭିଡ଼ିଓ ଛାଡ଼ିଥିଲି। ସେ ଉପାୟଟି ଟିକେ ଜଟିଳ ଥିଲା, ତେଣୁ ବାରମ୍ବାର କମେଣ୍ଟ ଆସିଲା, ନନା ଆଉ ଗୋଟେ ସହଜ ଉପାୟ କିଛି କୁହନ୍ତୁ। ଆଜି ମୁଁ ଆପଣଙ୍କୁ ଏକ ସହଜ ଉପାୟଟି କହିବି। ଏହି ଉପାୟଟି ଦେବଦେବ ମହାଦେବ ଆଶୁତୋଷ ଭଗବାନ ଶିବଙ୍କର ଉପାୟ। ଏ ଏକ ସହଜ ଉପାୟ। ଉପାୟଟି ଜାଣିବା ଆଗରୁ ଆପଣମାନଙ୍କୁ ଗୋଟେ ଛୋଟିଆ ନିବେଦନ, ଯଦି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଦେଖିସାରିବା ପରେ ଯଦି ଭିଡ଼ିଓଟି ଭଲ ଲାଗୁଛି ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟରେ ଜୟ ସୀତାରାମ ବୋଲି ଲେଖିଦିଅନ୍ତୁ। ଯେଉଁଠି ଶିବ ସବୁବେଳେ ରାମଙ୍କୁ ହିଁ ଭଜନ କରନ୍ତି, ଯେଉଁଠି ହରିହର ଏକାଠି ହୋଇଯିବେ ସେଠି ଜଗତରେ କୌଣସି ଶକ୍ତି ଆପଣଙ୍କୁ ଅଟକାଇ ପାରିବନି, କାମ ନିଶ୍ଚିନ୍ତ ହେବ। ଆସନ୍ତୁ ଜାଣିବା ଉପାୟଟି। ଯେକୌଣସି ଶନିବାର ଦିନ ସକାଳୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ଏକ ଗ୍ରୀନ୍ କଲର୍ କପଡ଼ା କିମ୍ବା ଗ୍ରୀନ୍ କଲର୍ ରୁମାଲ ଖଣ୍ଡେ ନେବେ। ଯଦି କପଡ଼ା ନେଉଛନ୍ତି ସେ କପଡ଼ାଟିକୁ ଚାରି ପାଖରୁ ସିଲେଇ କରିଦେବେ, ରୁମାଲ ଭଳିଆ ସିଲେଇ କରିଦେବେ। ତାପରେ ଗୋଟିଏ ମେହେନ୍ଦି ଆଣିବେ, ଯେଉଁ ମେହେନ୍ଦିଟି ଝିଅ ବୋହୂମାନେ ହାତରେ ଲଗାନ୍ତି। ରୁମାଲର ଗୋଟାଏ ପଟେ ସବୁଆଡ଼େ ସେ ମେହେନ୍ଦିଟାକୁ ଲଗାଇଦେବେ, ଯେମିତି ସେ ଗ୍ରୀନ୍ କଲର୍ ଟୋଟାଲ୍ ଦେଖାଯିବ ନାହିଁ। ତାପରେ ସେ କପଡ଼ାଟିକୁ ଆପଣଙ୍କ ଠାକୁର ଘରେ ରଖିଦେବେ, ମେହେନ୍ଦି ବଳା ପଟଟା ଯେମିତି ଉପରକୁ ରହିବ। ସୂର୍ଯ୍ୟ ଅସ୍ତ ପରେ ସିଏ କପଡ଼ାଟିକୁ ସାଙ୍ଗରେ ନେବେ ଏବଂ ଗୋଟେ ଛୋଟ ତମ୍ବା ଢାଳରେ କିଛି ପାଣି ନେବେ। ସେ ପାଣିରେ କିଛି ଗଙ୍ଗା ଜଳ ପକାଇଦେବେ। ଆପଣ ଘର ପାଖରେ ଯେକୌଣସି ଏକ ଶିବ ମନ୍ଦିରକୁ ଚାଲି ଚାଲି ଖାଲି ପାଦରେ ଯିବେ। ଶିବଙ୍କ ଆଗରେ ଯେଉଁ ବୃଷଭ ଅଛନ୍ତି ତାଙ୍କର ବୃଷଭଙ୍କ ଉପରେ ଯେଉଁ ଚୂଳଟି ଥାଏ କପଡ଼ାଟିକି ତା ଉପରେ ପକାଇଦେବେ। ଏଠି ଧ୍ୟାନ ଦେବେ ସେ ମେହେନ୍ଦି ପଟ କପଡ଼ାଟା ଯେମିତି ଉପରକୁ ରହିବ, ହେଲା। ତାପରେ ଶିବଙ୍କ ଲିଙ୍ଗ ଉପରେ ଯେଉଁ ପାଣିଟି ଆପଣ ସାଙ୍ଗରେ ନେଇଛନ୍ତି ତାକୁ ଢାଳିଦେବେ। ଯଦି ଆପଣ ଢାଳିବା ପାଇଁ ଅନୁମତି ନଥିବ ତେବେ ପୂଜକକୁ ଡାକି କହିବେ ଢାଳି ଦେବା ପାଇଁ। ତାପରେ ବୃଷଭଙ୍କ କାନରେ ଆପଣଙ୍କ ବିବାହଙ୍କ ମନୋକାମନା କହିବେ ଏବଂ 3 ଥର ତାଳି ମାରିଦେଇ ଆସିବେ। ଦେଖିବେ କାର୍ଯ୍ୟ ନିଶ୍ଚୟ ହେବ। ଯଦି ତାପରେ ବିବାହ ଆପଣଙ୍କର ଦେଖିବା ପାଇଁ ଦିନ ସ୍ଥିର ହୋଇଯାଇଛି କିମ୍ବା ଆପଣ ତାଙ୍କ ଘରକୁ ଯିବେ କି ସେମାନେ ଆପଣଙ୍କ ଘରକୁ ଆସିବେ, ଦିନ ସ୍ଥିର ହୋଇଯାଇଛି, ସେଇ ଦିନ ପୂର୍ବରୁ ଯେଉଁ ଶନିବାରଟି ଆସିବ ଆଉ ଥରେ ଏମିତି କରିଦେବେ। ଦେଖିବେ ଶୀଘ୍ର ଆପଣଙ୍କ କାର୍ଯ୍ୟ ପୂରଣ ହୋଇଯିବ। ଏଠି ଗୋଟିଏ କଥା ଆପଣ ଧ୍ୟାନ ଦେବେ, ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ଭକ୍ତି ଭାବ ଏବଂ ଅଖଣ୍ଡ ବିଶ୍ୱାସ ରହିବା ଦରକାର। ଏହି ଉପାୟଟି କରିବା ପରେ ଆପଣ ଭାବିବେ ମୋର କାର୍ଯ୍ୟ ହୋଇଯିବ ନୁହଁ, ମୋର କାର୍ଯ୍ୟ ହୋଇଗଲା। ମନରେ କିଛି ଦ୍ୱନ୍ଦ୍ୱ ରଖିବେ ନାହିଁ। ଏ ଉପାୟଟି କରନ୍ତୁ। ଭଗବାନ ଶିବ ହେଉଛନ୍ତି ଆଶୁତୋଷ ମଙ୍ଗଳମୟ, ଅଳ୍ପରେ ସନ୍ତୋଷ ହେବା ଠାକୁର। ନିଶ୍ଚୟ ଆପଣଙ୍କ କଥା ଶୁଣିବେ। ଜୟ ସୀତାରାମ।